ଜୟ ଜଗନ୍ନାଥ ସାଙ୍ଗମାନେ ମୋର ଆଜିର ଆଉ ଗୋଟେ ନୂଆ ବ୍ଲଗ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କୁ। ଆଉ ଚାଲନ୍ତୁ ଦେଖିବା ଶିବାନୀ ତ ଆଜି ଜଲ୍ଦି ଉଠି ପଡ଼ୁଛି କ'ଣ ପାଇଁ ମୁଁ ଜାଣିନି। ଆଉ ଚାଲନ୍ତୁ ଦେଖିବା ଶିବାନୀ କ'ଣ ପାଇଁ ଜଲ୍ଦି ଉଠି ତାକୁ ପଚାରିବା ଆଜି, କାହିଁକିନା ସିଏ ସବୁ ଲେଟ୍ରେ ଉଠେ ନା, ଆଜି କ'ଣ ପାଇଁ ଉଠିଲା ଜଲ୍ଦି ଆମେ ଯିବା। ଆଉ ତାପରେ ଜାଣିଛି ଆପଣମାନେ ମୋ ସକାଳ କିଏ କାମ ସବୁବେଳେ ଜାଣିଥିବୁ, ସେଇଥିପାଇଁ ଗଞ୍ଜି ପିନ୍ଧି ସାରିକି ଯିବି ସେ ଝିଅ ନେଇକି ଆସିଲେ ଆଉ ଟିକେ କାମ ଆରମ୍ଭ ହେବ ଆଉ କମ୍ପାନୀ କାମ ଆଉ। ତାପରେ ଶିବାନୀ ତାର ଉଠିକି କ'ଣ କରୁଛି କ'ଣ ନାହିଁ ଦେଖି ସାରି ତାପରେ ଯିବି ନେଇକି ଆସିବି ସେ ଝିଅକୁ ଆଉ ଆସିଲେ କାମ ଆରମ୍ଭ ହେବ ଆଉ। କାହିଁକିନା ଅବିକା ଆଉ କ'ଣ କରୁଛି କ'ଣ ନାହିଁ ଶିବାନୀ ଦେଖେଇ ହେବନି, କାହିଁକିନା ଲେଟ୍ ହେଇଗଲାକୁ ଯିବି କାମ ଟିକେ ଅଛି ମୋର। ଆଉ ମୁଁ ଯାଉଛି ଆସିଲେ ଶିବାନୀ କ'ଣ କରୁଛି କ'ଣ ନାହିଁ ଶିବାନୀକି ଦେଖେଇବି। ଚାଲନ୍ତୁ ଯିବା, ମୋ କାମଟା ଅଛି ସାରିକି ଆସିଲେ ତାପରେ ଏଠି ଆଉ ଶିବାନୀକି ଆପଣମାନଙ୍କୁ ଦେଖେଇବି କ'ଣ କରୁଛି କ'ଣ ନାହିଁ। ଚାଲନ୍ତୁ ଯିବା ସେ କାମ ବାହାର କାମ ସାରିଦେଇକି ଆସିଲେ ତାପରେ ଏଠି ଆପଣମାନଙ୍କୁ ଦେଖେଇବି। ଆଜି ଏଇ ଗାଡ଼ି ନାହିଁ, ସମସ୍ତେ ଡ୍ୟୁଟି ନେଇଯିବେ। ବୁଲେଟ୍ ତାଙ୍କ ବଡ଼ ଭାଇ ନେଇଯିବେ, ସ୍କୁଟି ମାଲିକ ନେଇଯିବେ। ମୁଁ ଆଜି ଲୁନା ନେଇକି ଯାଉଛି ଆଉ ସେ ଝିଅକୁ ଧରିକି ଆସିବି ଆଉ। ଚାଲନ୍ତୁ ଖରା ବି ହେଲାନି ଜୋରେ। ସକାଳୁ ଟିକେ ମାଆକୁ ଗେଲ ହେଉଛ କ'ଣ ପାସ୍ତା କରୁଛୁ? ପାସ୍ତା ମାନେ ଏତିକି ମସଲା ଗାଡ଼ି ରଖିଛୁ? କ'ଣ ପକେଇଛ ଆଉ ଟମାଟୋ ଧଳା ଦେଖାଯାଉଛି ପିଆଜ ମୁଁ ବନ୍ଧା କରି ପକେଇଛି ସକାଳୁ ଟିକେ ପାସ୍ତା କଲାନି ଆମର ଟେଷ୍ଟ ଲାଗିବ ଆଉ ଯାଉଛି ଡାକିବୁ ଆମେ ତ ଡାକିଲେ ଯୋଉ ଆଉଛ ସେଠି ସାଙ୍ଗେ ସାଙ୍ଗେ କାହିଁକି ମୁଁ ଡାକିବୁନି ଗୋଳେଇ ଆସି ଖାଇକି ଆଉ ଗୋଳେଇ ଦେଇକି ପଖାଳ ଖାଉଛ ତ ଏକାଥରେ ଗୋଳେଇ ଦେଇକି ଆସିକି ଖାଇବ। ପଖାଳ ଖାଇ ହବ ପାସ୍ତା ଖାଇଲେ ପଖାଳ କୋଉଠି ଖାଇ ହବ? ମୁଁ କହିଲି ତମେ ପଖାଳ ଖାଉଛ ତ ଡାକିଲେ ଗୋଳେଇ ସାରିକି ଆସିବ, ଖାଇଦେଇକି ତ ପଳେଇବ ଦେଇକି ଇଏ କରିବ। ଆପଣ ଗୋଳେଇ ଦେଇକି ଆସିବ, ପଖାଳ ହେଇଛି ଯେ ଗୋଳେଇ ଦେଇକି ଆସିବ ଲେଟ୍ କରିକି ଖାଇବ। ସକାଳୁ ଜଲ୍ଦି ଉଠି ପଡ଼ିଲୁ କ'ଣ ପାଇଁ? ସକାଳୁ ଉଠି ପଡ଼ିଲୁ କାହିଁ ଜଲ୍ଦି? ତା ବାବା ଫୋନ୍ କରିଥିଲା ବୋଲି ଉଠିଛି କାହିଁ ନାହିଁ ତ କୋଉଠି ସକାଳୁ ତା ବାବା ଦିଥର ଫୋନ୍ କଲାନି। ମୋ ନିଦ କଥା ହବ ବୋଲି ବୋଧେ ସକାଳୁ ସେ ଡାକିବୁ ମୁଁ ଯାଉଛି ଆଉ ଡାକିଲେ ଆସିବ କହୁଛି। ହଁ ସେଠି କାମ ଛାଡ଼ି ଆସେ କାହିଁ ବେକାର ବସିବି ଏଠି। ଆଉ ଏଇ ଯୋଉ କ'ଣ କି ପକେଇ ଦେଇକି ଆସିବ, କହିଦେଇକି ତ ଆସିବ, ଖାଇଦେଇକି ପଳେଇବ। ହଉ ବେକାର ବସିବା ଅପେକ୍ଷା ଯାଇ ଟିକେ କାମଟା ସାରିଦେବା ଏବେ ହେଇନି ଆଉ। ସକାଳୁ ଉଠି ବେଳେ ମୁଁ ସବୁ ସାରି ଦେଇଛି। ମୁଁ ମଇଦା ଗୋଳେଇ ନା କ'ଣ? ହଁ ତାକୁ ନେଇଯିବି ମୁଁ ଯାଉଛି। ମାମା ପାସ୍ତା କରିଛି ଖାଇବୁ ଯାଉନୁ? କାମ ସାରିକି ମୁଁ ଆଇଲିନି, କମ୍ପାନୀ ସବୁ କାମ ସାରିକି ଆଇଲିନି, ଆଇଛି ଖାଇବାକୁ ଗୋଦାମ ଟିକେ ଯିବି। ଆଇଛି ତାଙ୍କର ମାଛ ଗିୟର ଦେଇକି ଶୋଇଛନ୍ତି ଟାଇମ୍ ଗୋଟେ ବାଜିଛି ଏବେ ଗିୟର ଦିଆହେଇଛି ଘରେ। କ'ଣ କ'ଣ ଗିୟର ଦେଇ ଦେଇଛ? ଓହୋ ଗିୟର ଫେର ଦେଇକି ପଶୁଛନ୍ତି ମାଛ ଆଉ। ହଁ ଗେଟ୍ ଖୋଲା ଏବେ କେତେ କାମ ସାରିକି ଆଇଲି ଦେଖିଲା ଗେଟ୍ ଫେର ଦିଆହେଇଛି। ଚାଲନ୍ତୁ ନାହିଁ ସେଟା ସବୁବେଳେ ମୋର ସବୁ କାମ ଖାଇବି ବୁଝାବି ସେ ଗେଟ୍ ଖୋଲନ୍ତୁ ତା ଦେଖିବା ଦୁଇଟା ଖାଇଦେବା, ଖାଇଦେଇକି ପଳେଇବା ଆଗକୁ ଦେବା ଆଉ। ଭିତରେ ଆସି ଗେଟ୍ ଦେଇକି ଭିତରେ ମାଛ ପଶୁଛନ୍ତି। ମିକୁ ଏଇ ତା ତଳକୁ ପାଟି କରିବେ, ଏଇଟା ଦୁଷ୍ଟ ହେଉଛି। ଏଇଟା କ'ଣ ଏଇଟା ମିକୁ କାଙ୍କଡ଼କୁ କହୁଛି ମାଙ୍କଡ଼। ଏଇଟା କାଙ୍କଡ଼, ମାଙ୍କଡ଼ ନୁହଁ କାଙ୍କଡ଼। କ'ଣ ସେଇଟା? ମାଙ୍କଡ଼ ନୁହଁ କାଙ୍କଡ଼। ପାଗଳ କାଙ୍କଡ଼ କାଙ୍କଡ଼କୁ କହୁଛି ମାଙ୍କଡ଼। ହଁ କାଙ୍କଡ଼। ହଁ ଖାଇଦେ ଶୋଇଲା। ଅନ୍ଧାରିଆ କ'ଣ ଦେଖାଯାଉଛି? ଖରା ହେଇଛି ଅନ୍ଧାରିଆ ଦେଖାଯାଉ ମୋ ଲାଇଟ୍ ଦେଖାଯିବ। ଦେ ମୁଁ ଯାଏ। ମୁଁ ଯେତେବେଳେ ଆସିବି ତାଙ୍କ ମା ପୁଅ ଦୁଇ ଜଣ କିଛି ନା କିଛି ଗୋଟେ କାମ ଲାଗିଥିବ। ମୋ କାମଟା କେମିତି ଲେଟ୍ ହେବ ସେଇଭଳିଆ ଚାହୁଁଥିବେ ଦୁଇ ଜଣ ଯାକେ।
ଭାତ ଧର ବେଲା ଧର ଭାତ ବେଲା ଧର ହଁ ଆସ କ'ଣ କରୁଛେ ଦୁଷ୍ଟ ହଉଛି ଆମ ପୁଅଟା ଆସିଗଲା ଆମର ପଖାଳ ଭାତ ଆସିଗଲା ମୁଁ ପଖାଳ ଭାତ ଟମାଟୋ ଚକଡ଼ା ସାମ୍ପୁ ମୁଁ ସାରି ଦେଇଛି ମୁଁ ତ ମାସ ହେଲା ମୁଣ୍ଡ ସଫା କରୁନି ତ ସାମ୍ପୁ ସାରିଦେଲି କେତେବେଳେ ହଁ ମୁଣ୍ଡ ସଫା ସିଏ ତାର ମୁଣ୍ଡ ସଫା କରୁଛି ସାମ୍ପୁର ମୁଁ ମୁଣ୍ଡ ସଫା କରୁନି ମାସ ଥରେ ମୋ ମୁଣ୍ଡ ସଫା କରୁଛି ମୁଁ ପୁଣି ମଇଦାରେ କାମ କରୁଛି ସାମ୍ପୁ ନାହିଁ କହିଲୁନି ସାମ୍ପୁ ତୁ ଲେଖି ଦଉନି ଏତେ ଖାତା ଲେଖୁଛୁ ସିଏ ସଉଦା ଲେଖୁଛି ଖାତା ଲେଖିଦବା କଥା ନୁହଁ ସାମ୍ପୁ ସରିଯାଇଛି ମୋର ତାର ମନେ ରହୁନି ମୋର ମନେ ରହିବ କହିବା ସାମ୍ପୁଟା ତମର ମନେ ରହିବ ତମେ ଅଧିକାଂଶ ସାମ୍ପୁରେ ସବୁବେଳେ ମୁଁ କେବେ କୋଉ ମାସରେ ଥରେ କରୁଛି ତମେ ତ ଅଧିକାଂଶ ଟାଇମ୍ କରୁଛ 5 ଦିନରେ ଥରେ ଏଇ 5-6 ଦିନରେ ହଁ ମୁଁ ମାସ ତ ସଫା କରୁଛି ମୋର ମିଛ କହନା ମାସକରେ ଥରେ କୁହନି ହେଲା ହଁ ଧରିକି ଆଇଲୁ ଜଲ୍ଦି ମୁଁ ଆସିଗଲା ଆଇଟମ୍ ସବୁ ଟମାଟୋ ଭାତ କାକୁଡ଼ି ପିଆଜ ହେଇଗଲା ଖାଇଦେଇକି ପଳେଇବା ସିଏ ତାର ଧରିକି କେକ୍ ଧରିକି ଆଇଲାଣି ଖାଇବାକୁ 2 ପଟା ବାଇଗଣ ତତେ ଭଲ ଲାଗୁଛି ଖାଇବୁ ନା ମୋତେ କ'ଣ ଦେଇଛୁ ଝରକା ଖୋଲୁଛୁ ଏଇଆ ଧୂଆଁ ପେଲି ଆସିବ ମୋତେ ଆମର କାଠ ଜଳୁଛି ଜାଣିପାରିଲୁ ବୋଧେ ବାଇଗଣଟା ନଷ୍ଟ ହେଇଯାଉଥିଲା ମୁଁ ଯାଇ କରିଦେଲି ଆଜି ଖାଇବୁ ନା କେହି କ'ଣ ଖାଇବୁ ରହ ଖାଇଦିଅ ମାଛ ସିଧା କେକ୍ ଫେକ୍ ଖାଆନ୍ତୁ କାହିଁକିନା ଆମର ପୁରା ଚାଉମିନ ଯେଉଁ ସିଝା ହେଉଛି କାଠ ଜଳୁଛି ତ ଧୂଆଁ ଗୁଡ଼ା ପଳେଇ ଯାଉଛି ତ ଝରକା ବନ୍ଦ କରି ରଖାହେଇଛି ଝରକା ଖୋଲା ଯିବ ମାନେ ଧୂଆଁ ଗୁଡ଼ା ମାରି ଆସିବ ସେଇଥିପାଇଁ ବନ୍ଦ ସେ ତାଙ୍କର କ'ଣ ଖାଉଛନ୍ତି ଖାଆନ୍ତୁ ମୋର ଭାତ ଖାଏ ମୋର ଖାଇବା ପିଇବା ସରିଲା ମୁଁ ବାହାରିଲି ଗୋଦାମ ଆଉ ଆମ ଶିବାନୀ ଯାଇଛି ଅଇଠା ଅସନ ଗୋଟେଇକି ଆସିଲେ ଧୋଇବାକୁ ଯାଇ ଧୋଇକି ଆସିଲେ ତ କ'ଣ ରୋଷେଇବାସ କରୁଛି ଦ୍ୱିପହର ପାଇଁ ଦ୍ୱିପହର ତ ହେଇଗଲାନି ଅବଶ୍ୟ ଆଉ ସେ ତାର କ'ଣ ରୋଷେଇବାସ କରୁଛି କାଙ୍କଡ଼ ତରକାରୀ କ'ଣ ସବୁ ରୋଷେଇବାସ କରୁଛି ପକେଇକି ଯାଇଛି ଆଉ ଏଇଟାକୁ ସମ୍ଭାଳିବ ନହେଲେ ମୁଁ ଯିବାନି ଏଇଟା ବାହାରିବ ମୋ ପଛେ ଯା ଯା ମାମା ହାତ ଦେଇଛୁ ଯା ଦୁଷ୍ଟ ନା କେତେ ଦୁଷ୍ଟ ହେଉଛି ଶୁଣୁନି କିଛି କଥା ଗୋଟେ ତାକୁ ନେଇ ଯା ଯା ହାତ ଦେଇ ଆସିବୁ ଯା ମାମା ସହିତ ନା ଲଙ୍କା ହାତ ହେଇଛୁ ମିକୁଲୁ ଲଙ୍କା ହାତ ହେଇଛୁ ପୁଡ଼ିବ ବହୁତ ରାଗ ତର ନା ମାନେ ଛୁଆର ଯେତିକି ରାଗ ମାଆର ସେତିକି ରାଗ ସମାନ ସମାନ କିଛି ଏପଟ ସେପଟ ନାହିଁ ରାଗ ଚାଲନ୍ତୁ ଏଠି ରହିଲେ ମୋର ଲେଟ୍ ହବ ମୁଁ ପଳେଇ ଯାଉଛି କେଉଁଠି ପ୍ଲଗ୍ ଲଗେଇବି ସେ ପ୍ଲଗ୍ ସେ ଆମ ସେ ଡ୍ରରେ ଅଛି କାଟିଦେବୁ ମୁଁ ସେ ଆମ ଦୁଇଟା ପ୍ଲଗ୍ ତାର ପ୍ଲଗ୍ ବାହାରି ଯାଇଛି ତ ଲଗେଇଦେଲେ ଆଉ ଟେନସନ୍ ହବ ସେଇ ସେ ଡ୍ର ଭିତରେ ଦେଖୁ କାଢ଼ିକି ହଁ କାଟିଦେବୁ ମୁଁ ସନ୍ଧ୍ୟାକୁ ଆସେ କାମ ସାରିକି ଲଗେଇଦେବି ପ୍ଲଗ୍ ଏମିତି ତାର ଲଗା ହେଉଛି ଆମ ବୋର୍ଡ଼ରେ କରେଣ୍ଟ ମୁଁ କେତେବେଳେ ଖାଇବ ଆସିବା ମୁଁ ରଖିଥିଲି ନୂଆ ନୂଆ ପ୍ଲଗ୍ ନାହିଁ ମୋତେ ଜଲ୍ଦି ରୋଷେଇ କର ତୁ ଖାଇଦେ କେଉଁ ପାଇପ୍ରେ ମୁଁ ଯିବି ମୁଁ ହାତ ମାରିଦେବି ଯେ ମୁଁ ଧୋଇବା କଥା କହୁଛି ମୁଁ ଧୋଇଦେବି ଯେ ମୁଁ ଯିବି ସେ ଛାଡ଼ିବନି ମୋ ପଛ ହଁ ଛାଡ଼ିବ ମୁଢ଼ି ଫୁଡ଼ି କେତେ ଜିନିଷ କ'ଣ ଥୁଆ ହେଉଛି ଏଇଟା ଖାଉନି ତାହେଲେ ଏବେ ଖାଉଛି କେକ୍ ଫେକ୍ ଖାଉଛି କାଙ୍କଡ଼ଟା ଭାଜିବୁ ତେଲରେ ଭାଜିକି କରି ଭଲ ଲାଗେ କାଙ୍କଡ଼ ଆଉ ପାଣି ଦେଇଛୁ କ'ଣ ଆଉ ଭାଜି ତରକାରୀ ଭାଇ କର ମୁଁ ଯାଉଛି ସେ ମିସ୍ତ୍ରୀ ଆମର କାମ ଲାଗିଛି ଗାଡ଼ି ପାର୍ଟସ୍ ସବୁ ଯୋଡ଼ୁଛି ଆମର ଇଏ ତ ବଡ଼ ମିସ୍ତ୍ରୀ ଆଉ ରୋଷେଇଆ ଗୋଟେ ଆଉ କାମ ଚାଲିଛି ତାର ଆଉ ଚାଲ ମୁଁ ଯାଉଛି ସଇଲା କହୁଛି ନା କାନ୍ଦିବ ଭାରି ଉପରୁ ଯେତେବେଳେ ଆସିବି ଦେଖିବ ନା ମୋ ପଛ ଦେଉଛି ସେଇଟା
ନାଇଁ ନାଇଁ ମୁଁ ଯାଉଛି କାମରେ ମୁଁ ଗୋଦାମ ଯିବି ବା ପାଣି ହାତ ଧୋଇଦେବି ଆଇଲି ତୋର ହଁ ହାତ ଧୋଇଦେବି ଆସେ ହଁ ହଁ ନାଇଁ ନାଇଁ ମୁଁ ଯିବି କାମ କରିବି ବା କ'ଣ କଲୁ ଚାଲ ଚାଲ ଧୋଇଦେ ଚାଲ ମୋ ପଛ ଗୋଟେ ଛାଡ଼ିବନି ଟୋଟାଲ ଲୁଚିକି ଯିବାକୁ ପଡ଼ିବ ଧୋଇଦେବି ହାତ ଶିବାନୀ ତାକୁ ଧ ଟିକେ ବୁଝେଇକି ନେ ମୁଁ ଯାଏ ଇଏ ଆମ ମୋ ପଛକୁ ଛାଡ଼ୁନି ମୋ ପଛ ଯେ ବୁଲୁଛି ମୁଁ ପଳେଇବି ପରେ ପଛ ଯେ ବୁଲୁଛି ହାତ ଧୋଇକି ଆଣିଲି ତଥାପି ସେ ମୋ ପଛ ଛାଡ଼ୁନାହିଁ ସେ ତାର ରୋଷେଇରେ ବ୍ୟସ୍ତ ଏଇଠି ତା ବୁଝେଇକି ରହ କି ମୁଁ ଯାଉଛି କାହାକୁ ବେଶୀ ଭଲ ପାଉଛି ହଁ ଧ ଯା ମୁଁ ଯାଏ ଏଇଥିପାଇଁ ମୁଁ ଉପରକୁ ଆସିବାକୁ ବିରକ୍ତ ଲାଗୁଛି ମୋତେ ଧରୁନା ତୁ ଆଉଛି ୟାର ବୁଲି ଆଉଛି ତା ଖେଳୁଛୁ ନା ତା ସହିତ ହଁ ତା ବାଟି ଧୋଇ ଦେଇଛି କାନ୍ଦିଲା ସେ କାନ୍ଦି ବସି ସେ ତା ମା ଜ୍ଞାନ କରିକି ବନ୍ଦ କରିଦେବ ମୁଁ ଯାଏ ଆପଣମାନେ ଦେଖିଥିବେ ତ ଆମ ପୁଅ କେମିତି କାନ୍ଦୁଥିଲା ମୋ ସହିତ ଆସିବ ବୋଲି କାହିଁକିନା ମୁଁ ଗୁଦାମ ଆଇଛି ନା ସିଏ ମୋ ସହିତ କ'ଣ ଆସିପାରେ କି ଚାଉମିନ ନେଇକି ଯାଇଥିଲି ବାବୁଙ୍କୁ ଚାଉମିନ ପକାଇଦେଲି ଲୁନା ଖାଲି ହେଇଗଲାନି ତେଣୁ ଟିକେ ଯେଉଁ ଖରା ହେଉଛି ସେଥିପାଇଁ ଟିକେ ବସିଛି ଆସିକି ଛାଇ ମୂଳରେ ତାପରେ ଅଭିକା ଯିବି ମଇଦା ନେଇକି ଯିବି କାମ ଅଛି ଆଉ ଗୁଦାମରେ କାମ କିଛି ନାହିଁ ଆଉ ଅଳ୍ପ ଟିକେ କାମ ଅଛି ସରିଯିବ 5-10 ମିନିଟ୍ ଭିତରେ ଖାଲି ମଇଦାଟା ଧରିବି ସିଧା କମ୍ପାନୀ ଯିବି ଆଉ ଚାଲନ୍ତୁ ଯିବା ଛତ୍ର ବଜାର ପୁରା ଫାଙ୍କା ଅଛି କାହିଁକିନା ଯେଉଁ ଖରା ହେଉଛି କେହି ନାହାନ୍ତି ଛତ୍ର ବଜାରରେ ପୁରା ଫାଙ୍କା ଅଛି ଆଉ ଏଇ ଖରା ଦୋଷରେ କିଏ ଆସିବେ ଯେଉଁମାନେ ବିକ୍ରି କରୁଥିଲେ ବି ଜଣେ ଗୋଟେ ଅଧା ଲୋକ ଅଛନ୍ତି ଆଉ ସବୁ ପଳେଇଲେନି 4ଟା ମାସ ବେଳକୁ ଛତ୍ର ବଜାର ଖୋଲାଯିବ ବୋଧେ ଆଉ ଚାଲନ୍ତୁ ଯିବା ଏବେ ମଇଦା ଧରିକି ପଳେଇଯିବା କାହିଁକିନା ଏ ଯେଉଁ ଖରା ହେଉଛି ବେଶୀ ରହି ହେବନି ଗଲେ ଟିକେ ବସେ ସେ କମ୍ପାନୀ ଭିତରେ ଫ୍ୟାନ୍ ଚଲେଇ ଟିକେ ରେଷ୍ଟ ନେବା କିନ୍ତୁ ବାହାର ରହିବନି ଟାଇଲି ଯେଉଁ ପୁରା ତାତି ଗରମ ପୁରା ନିଆଁ ଭଳିଆ ଲୁନା ତାକୁ ସାଇଡ଼୍ ରଖିଦେଇଛି କାହିଁକିନା ଲୁନାଟା ଖରା ରହିଲା ବେଳକୁ ସିଟ୍ ତାତି ଯାଉଛି ବସି ହେଉନି ଆଉ ଚାଲନ୍ତୁ ଯିବା ଏବେ ଆମର ଏଠି କଟକ ଚାଳବଞ୍ଜରେ ଖୁଦୁରୁକୁଣୀ ଠାକୁର ଭସାଣି ହେଉଛି ଚାଲନ୍ତୁ ଦେଖେଇବି ଆପଣମାନଙ୍କୁ କାହିଁକିନା ମଇଦା ନେଇକି ଯାଉଛନ୍ତି ତ ବାଟରେ ଦେଖିଲି ପୁରା ଜାମ୍ ଆଉ ଆମକୁ ଆପଣମାନଙ୍କୁ ଟିକେ ଦେଖେଇଦେବା ଆଉ ଚାଲନ୍ତୁ ଦେଖାଉଛି ଦେଖନ୍ତୁ ସେଇଥିପାଇଁ ଏତେ ଭିଡ଼ ନାହିଁ ରାସ୍ତା ସବୁ ନିଜେ ଗୁଡ଼ା ଥୁଆ ଅଛି କିଛି ନୁହଁ ଆହୁରି ଅଛି ଟେଷ୍ଟିଂ ଚାଲିଛି ଆଉ ସବୁ ଡିଜେ ଗୁଡ଼ା ଅଛି ଯେ ସବୁ ସାହି ଭିତରେ ସବୁ ଅଛନ୍ତି ଆହୁରି ଠାକୁର ସବୁ ଖୋଳା ହେଇକି ଠାକୁର ପଡ଼ିବେ ରାତିକି ସବୁ ଏ ଯେଉଁ ଖୋଳା ହେଇକି ରହିଥିଲେ ଠାକୁର ପଡ଼ିବେ ଚାଲନ୍ତୁ ଏବେ ବାଟ ଯାଉଛି ଏବେ ଯାଇକି ଫଟାଫଟ ଯାଇକି କମ୍ପାନୀରେ ପହଞ୍ଚିଲା ଲେଟ୍ ହେଲା ଟିକେ ରହିଛି କାମ ଥିଲା ଏଇଟା ନଈଟା ଆମର ମଇଦା ବି ଧରିକି ଯାଉଛି ପୁରା ଦେହ ସାରା ମଇଦା ପୁରା ଭଲ ତାହେଲେ ଆଉ ଏଇଠୁ ଆମର 200-300 ମିଟର ରହିଲା ଯାଇ ପହଞ୍ଚିବା ଫଟାଫଟ ଯାଇ ପହଞ୍ଚିଯିବା ଆଉ ମା ଛୁଆ ଖାଇକି ଖାଲି ମଜା ମସ୍ତି କରୁଛନ୍ତି ଏମିତି ଜଣ କାମ ଆଉ କିଛି ନାହିଁ ଜଷ୍ଟ ଆସି ଗୋଦାମରୁ ପହଞ୍ଚିଲି ଫୋନ୍ ଆସି ଗୋଦାମରୁ ପହଞ୍ଚିଲି ଫୋନ୍ ଆସିଲାନି ଫୋନ୍ ଯିବାକୁ ପଡ଼ିବ ଗୋଦାମ ହଁ ମାଲୋ ଥଣ୍ଡା ପିଇବ ଇଏ ଥଣ୍ଡା ପିଇବ ଖରାରେ ମୁଁ କାମ କରୁଛି ମୋ ଦେହ ଜାଳ ବାହାରୁଛି ମୁଁ ଥଣ୍ଡା ପିଉ ନାହିଁ ଘରେ ରହିକି ଇଏ ଥଣ୍ଡା ପିଇବ ଥଣ୍ଡା ଆଣିଲନି ମୁଁ କହୁଛି ଏଠି ଖରାରେ ଖାଲି ଥଣ୍ଡା ପିଇବାକୁ ଇଚ୍ଛା ହେଉଛି ତୋର ଗରମ ହେଉଛି ନା ଓହୋ
ପିଉନା ଥଣ୍ଡା ଥଣ୍ଡା ପିଇନା ଥଣ୍ଡା ଥଣ୍ଡା ହେବ ତତେ। ଆମର ମୋ ବାପା ଏଇଠୁ ଆଣିଛନ୍ତି, ଆମର ଏଇଠି ବିକା ହଉଛି ସେଇ ପ୍ୟାକେଟ ବିକା ହଉଛି ବା। ସରିଲେ ଆଣିବ ଗୋଟେ, ଭଲ ଲାଗୁଛି ସେ ଗୋଟେ। ହଁ ଖାଇଦେ, ସେତିକି ତ ସରିନି। ହଁ 100 ଟଙ୍କା ପ୍ୟାକେଟ ନା? ହଁ ସେତିକି ସେଉ ସରିନି, ଆହୁରି ଖାଇବ, ସେଉ ଖାଇବ। ଭଲ ଲାଗୁଛି। ଭଲ ଲାଗିବନି କାହିଁ, ଭଲ ଲାଗିବ ଯଦି ତୁ ପଇସା ଦିଅନ୍ତୁ ତାହେଲେ ଭଲ ଲାଗିବନି, କାହିଁକିନା ମୁଁ ଦେଉଛି ତୋ ବାପା ପଇସା ଦେଉଛି ନା, ସେଇଥିପାଇଁ ତୋତେ ଭଲ ଲାଗୁଛି। ମାହାଳିଆ ପଇସା ଭଲ ଲାଗେ। ସେଇ ତ କହୁଛ, ମାହାଳିଆ ପଇସା ଭଲ ଲାଗେ, ନିଜ ପଇସା ପିତା ଲାଗେ। ବୁଝିଲୁ, ସେଉ ଆମ ଶ୍ୱଶୁର ଆଣିଥିଲେ, ରହିଲାଣି ବହୁତ ଦିନ ହେଲା, ଭଲ ଅଛି, ଖରାପ ହେଇନାହିଁ। ମୁଁ ଖରାପ ହେଇଯିବ ନହେଲେ। ପାକଳ କଲେ କେମିତି ରଖୁଛନ୍ତି ଏତେ ଦିନ ରଖେ, କେମିତି ରଖୁଛନ୍ତି? ତୁ କମ୍ପାନୀ ଯିବୁ ପଚାରିବୁ କ'ଣ ପାଇଁ ଏତେ ଦିନ ରଖୁଛନ୍ତି। ନା ତମେ କହୁଛ ଖରାପ ହେଇଯିବ, ମୁଁ କହିଲି ଆଉ ତାହେଲେ ଦୋକାନରେ କେମିତି ରହୁଛି ଏତେ ଦିନ? ଭଲ ଲାଗୁନି ସେଉଟା? ଭଲ ଲାଗୁଛି ବା, ଖାସ୍ତା ସେଉଟା। ମୁଁ ଖାଇବିନି, ମୋତେ ପିତା ଲାଗୁଛି। ପିତା ଲାଗୁଛି ଆଉ ଫୋପାଡ଼ିନା। ବେଶୀ ବିରକ୍ତ ମନେ ପଡ଼ିଲା, ଛୁରୀଟା କାଢ଼ିଦିଅ। ଧର ମୁଁ ଯେତେବେଳେ କାମ ଟାଇମ୍ ଲାଗୁଛି ସେତେବେଳେ ତ ମନେ ପଡ଼ୁଛି। ମୁଁ ଦେଖିପାରିନି, ଫୋନ୍ ଆଇଲା ଗୋଦାମ ଯିବି ପୁଣି ଆଉ ଥରେ। କାଦେଇକୁ ପକେଇ ଦେଇଛି, ମୁଁ କାଢ଼ି ପାରୁନି। ଥାଉ, ରାତି କାମ ଫାଙ୍କା ହେଲେ ମୁଁ କାମ କରିବି। ଖାଉଛି ନା ଡବା ବୁଲି ବୁଲି ଖାଉଛି ଏଇଟା। 5 ମିନିଟ୍ ଉପରକୁ ଗଲା ବେଳକୁ ଫୋନ୍ ଫାନ୍ ଆଉଛି, କାମ ରହୁଛି, ଆଉ ଖାଲି ବାଧ୍ୟ ହେଇକି ଆସିବା କଥା। ଆଉ ଉପରକୁ ଆଉ ଆସିବିନି, କାମ ସାରିକି ଆସିବା କଥା। କେତେଟା ଆଖିଆ ସମୟ ଖାଉଛି, ଭାତ ଖାଇନୁ? ମୁଁ ଶାନ୍ତିରେ ଖାଇବି ନା, ଖୁଆଇ ଦଉଛି ଶାନ୍ତିରେ। ହଁ ତୁ ଅନେଇଥା, ବାଡେଇ ପକେଇ କହୁଛି, ମୋତେ ବିରକ୍ତ କଲା। ନା ବାରେ ପକେଇ ସେ ଖେଳୁଥାଉ, ତୁ ଖାଇଦଉନୁ। ନାଇଁ ସେ ଶୁଇଲେ ମୁଁ ହଁ ତୁ ଖା, ମରିବୁ, ତୁ ରୋଗର ମରିବୁ। ସେ ଶୁଇଲେ ମୁଁ ଟଙ୍କାର ପଇସା ଖର୍ଚ୍ଚ କରେନି, ଜାଣିଥିବୁ। ମୁଁ ଖର୍ଚ୍ଚ କରେଇବିନି, ମୁଁ ତ ମେଡିସିନ ଖାଇବିନି, ତମର ଖର୍ଚ୍ଚ ହବ କେମିତି? ଯାହା କରୁଛ କର ମା, ମୁଁ ଯାଉଛି। ଚାଉମିନ ଧରିକି ପଳେଇ ଆସିଲି, ଏବେ ଯାଉଛି ଗୋଦାମ। ଆଉ ଆମ ଚାଉମିନ ଏବେ ନାହିଁ, ସବୁ ପଛରେ ଗୋଟେ ବସ୍ତା, ଆଗରେ 2ଟା ବସ୍ତା ଅଛି, ଆଉ ନାହିଁ କମ୍ ଚାଉମିନ, ସବୁ 3ଟା ବସ୍ତା ନେଇକି ଯାଉଛି, ପକେଇ ଦେଇକି। ଆଉ 2ଟା ମଇଦା ଅଛି, ଧରିକି ପଳେଇ ଆସିବି। ଆଉ ଚାଲନ୍ତୁ ଯିବା।